ଆମେ ପଢ଼ିଥିଲେ ଗଣତନ୍ତ୍ର ଦୁଇ ପ୍ରକାର, ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ଗଣତନ୍ତ୍ର। ତେଣୁ ଆମେ ପ୍ରତ୍ୟକ୍ଷ ଗଣତନ୍ତ୍ର ପଢ଼ିଥିଲେ। ପ୍ରତ୍ୟକ୍ଷ ଗଣତନ୍ତ୍ର କେବଳ ସୁଇଜରଲ୍ୟାଣ୍ଡ ଦେଶରେ ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳେ। ଆଉ ପ୍ରତ୍ୟକ୍ଷ ଗଣତନ୍ତ୍ରର ମାଧ୍ୟମ ଗୁଡ଼ିକ ଜାଣିଥିଲେ ଗଣମତ, ଗଣୋଦ୍ୟୋଗ ଓ ପ୍ରତ୍ୟାହାର। ତେବେ ଏବେ ଜାଣିବା ଗଣମତଟା କ'ଣ? ଗଣମତ ହେଉଛି ବ୍ୟବସ୍ଥାପିକା ସଭା ଦ୍ୱାରା ପ୍ରଣୀତ ଆଇନକୁ ମତଦାତାମାନଙ୍କ ପାଇଁ ବିଚାର ପାଇଁ ପଠାଯାଏ। ତେଣୁ ତାଙ୍କର ମତାମତ ଲୋଡ଼ିବାକୁ ଗଣମତ କୁହାଯାଏ। ଅର୍ଥାତ୍ ବ୍ୟବସ୍ଥାପିକା ସଭା ଦ୍ୱାରା ପ୍ରଣୀତ ଆଇନକୁ ମତଦାତାମାନଙ୍କ ବିଚାର ପାଇଁ ପଠାଯାଇ ତାଙ୍କର ମତାମତ ଲୋଡ଼ିବାକୁ ଗଣମତ କୁହାଯାଏ। ଆଉ ଥରେ କହିଦେଉଛି, ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନକୁ ମତଦାତାମାନଙ୍କର ବିଚାର ପାଇଁ ପଠାଯାଇ ତାଙ୍କର ମତାମତ ଲୋଡ଼ିବାକୁ ଗଣମତ କୁହାଯାଏ। ଗଣମତର ମୌଳିକ ଭିତ୍ତିଭୂମି ହେଉଛି ବ୍ୟକ୍ତି। ଗଣମତର ମୌଳିକ ଭିତ୍ତିଭୂମି କିଏ? ନା ବ୍ୟକ୍ତି। ଚିଠା ଆଇନ ପ୍ରତିନିଧି ସଭା ଦ୍ୱାରା ଅନୁମୋଦିତ ନ ହେଲା ପର୍ଯ୍ୟନ୍ତ ଆଇନରେ ପରିଣତ ହୋଇପାରିବ ନାହିଁ। ସୁଇଜରଲ୍ୟାଣ୍ଡରେ ଦୁଇ ପ୍ରକାର ଗଣମତ ପ୍ରଚଳିତ ଅଛି। ସୁଇଜରଲ୍ୟାଣ୍ଡରେ କେତେ ପ୍ରକାର ଗଣମତ ପ୍ରଚଳିତ ଅଛି? ନା ଦୁଇ ପ୍ରକାର। ଗୋଟେ ହେଲା ଇଚ୍ଛାଧୀନ ବା ଅପସନାଲ, ଆଉ ଗୋଟେ ହେଲା ବାଧ୍ୟତାମୂଳକ। ତେବେ ସୁଇଜରଲ୍ୟାଣ୍ଡ ଯେହେତୁ ପ୍ରତ୍ୟକ୍ଷ ଗଣତନ୍ତ୍ରର ଦେଶ, ତା'ର ଗୋଟେ ମାଧ୍ୟମ, ପ୍ରତ୍ୟକ୍ଷ ଗଣତନ୍ତ୍ରର ଗୋଟେ ମାଧ୍ୟମ ହେଉଛି ଗଣମତ। ଗଣମତ ବି ଦୁଇ ପ୍ରକାର, ଗୋଟେ ହେଲା ଇଚ୍ଛାଧୀନ ବା ଅପସନାଲ, ଆଉ ଗୋଟେ ହେଲା ବାଧ୍ୟତାମୂଳକ। ତେବେ ଇଚ୍ଛାଧୀନ ଗଣମତ କ'ଣ? ନା ଇଚ୍ଛାଧୀନ ଗଣମତ ବ୍ୟବସ୍ଥାପକ ସଭାର ଇଚ୍ଛାରେ ହୋଇଥାଏ। ଆଉ ଥରେ ମନେ ରଖ, ଇଚ୍ଛାଧୀନ ଗଣମତ ହେଉଛି ବ୍ୟବସ୍ଥାପକ ସଭାର ଇଚ୍ଛାରେ ହୋଇଥାଏ। ବାଧ୍ୟତାମୂଳକ ଗଣମତ ସମ୍ବିଧାନର କେତୋଟି ଆଇନ ପ୍ରସ୍ତାବ ସରକାର ବାଧ୍ୟତାମୂଳକ ଭାବରେ ଲୋକମାନଙ୍କ ମତ ଦ୍ୱାରା ଅନୁମତି ହେବାର ବ୍ୟବସ୍ଥା ରହିଛି। ଅର୍ଥାତ୍ ଗଣମତରେ, ବାଧ୍ୟତାମୂଳକ ଗଣମତରେ ସମ୍ବିଧାନର କେତୋଟି ଆଇନ ପ୍ରସ୍ତାବ ସରକାର ବାଧ୍ୟତାମୂଳକ ଭାବରେ ଲୋକମାନଙ୍କ ମତ ଦ୍ୱାରା ଅନୁମୋଦନ ହେବାର ବ୍ୟବସ୍ଥା ରହିଛି। ଏହାକୁ ବାଧ୍ୟତାମୂଳକ ଗଣମତ କୁହାଯାଏ।